କରୁଛି ଧନ୍ୟବାଦ। ଆରେ ମୋତେ ପ୍ରଭୁ ଏଇ ଜାଗାରେ ଆଣିଲେ, ମୋର ଗାଁରେ ଆଣିଲେ। ଆରେ ମୋତେ ଆଣିଲା ବେଳେ ମୁଁ ଚାଲି ପାରୁନଥିଲି। ଆରେ ମୋତେ 2 ଜଣ ହେଲେ, ଆରେ ମୋତେ ତାଙ୍କ ପବିତ୍ର ଗୃହରେ ନେଲେ। ଆରେ ମୁଁ ଯେତିକି ମୁଁ ସେଠି ପ୍ରାର୍ଥନା କରିଦେଲେ ତାଙ୍କ ଆସି ପ୍ରଭୁ ମୁଁ ସୁସ୍ଥ ହେଲି। 2 ବର୍ଷ ଯାକ ମେଡ଼ିକାଲରେ ଏକା ଯାଉଥିଲି। ଡକ୍ଟର ଲୋକ ମୋତେ ଚିହ୍ନି ପାରିଲା ନାହିଁ। ତୋତେ ମୁଁ ରିଜେକ୍ସନ୍ ଦେବି ନାହିଁ, ତୋତେ ରିଜେକ୍ସନ୍ ଦେଲେ ତୋର କିଡ଼ନୀ ପ୍ରୋବ୍ଲେମ୍ ହେଇଯିବ। ଆରେ ମୁଁ ତୋତେ ରିଜେକ୍ସନ୍ ଦେବି ନାହିଁ ବୋଲିକରି କହିଲା। ବଥା ବେଶୀ ବଥା ହେଲା। ଆରେ ମୁଁ ଜାଗାରେ ଆଇଲି। ଆରେ ପ୍ରଭୁ ମୋତେ ସୁସ୍ଥ କଲେ। ଆଉ ତାଙ୍କର ଦାସ ଦାସୀକୁ ଆରେ ମଣ୍ଡଳୀକୁ ମୁଁ ସବୁକୁ ନମସ୍କାର କରୁଛି। ପ୍ରଭୁ ଆଉ ତାଙ୍କ ଦାସକୁ ଯେମିତିକି ପ୍ରଭୁ ଆକାଶ ତାର ସମୁଦ୍ରର ବାଲି ଯେ ପ୍ରକାର ଜାଗାରେ ସେମାନେ ଯେମିତିକି ପ୍ରଚାର କରି ପ୍ରଭୁଙ୍କର ଗୌରବ ପାଇବେ। ଭଉଣୀ ଦେଖୁଛନ୍ତି ଦେବଦାସୀଙ୍କୁ ଦୀର୍ଘ 2 ବର୍ଷ ଧରି ଚାଲି ପାରୁନଥିଲା। ଆଉ ଅନେକ ମେଡିକାଲ ଅନେକ ଇଞ୍ଜେକ୍ସନ ନେଲା ପରେ ମଧ୍ୟ ତାଙ୍କୁ ଡକ୍ଟର ମାନେ ତାଙ୍କ ରୋଗ ଚିହ୍ନି ପାରିଲେ ନାହିଁ। ଯେତେବେଳେ ସେମାନେ ପ୍ରଭୁଙ୍କ ଦରବାରରେ ପ୍ରେର ଦେବାର ମଧ୍ୟରେ ଆସିଲେ, ଆଉ ପ୍ରଭୁ ତାଙ୍କୁ ଏବେ ସମ୍ପୂର୍ଣ୍ଣ ଆରୋଗ୍ୟ ଦେଇଥିବାରୁ ସେ ପରମେଶ୍ୱର ନାମକୁ କୋଟି କୋଟି ଧନ୍ୟବାଦ। ଆମେନ୍।